ଯେକୌଣସି ପର୍ବପର୍ବାଣୀ ହଉ କିମ୍ବା ସେମିତି ବି ପ୍ରତ୍ୟେକ ଘରେ ନଡିଆଟା ଥିବା ତ ନିହାତି ଆବଶ୍ୟକ। ଆଉ ନଡିଆ ବି ମଧ୍ୟ ଥାଏ। କେତେକ ଲୋକ ଅଛନ୍ତି ତାକୁ ନଡିଆରୁ ପିଠା କରିଦିଅନ୍ତି, ଯେମିତିକି କାକେରା ପିଠାଠୁ ଆରମ୍ଭ କରି ବହୁତ ସାରା ପିଠା ଥାଏ। କଣ ଆପଣ ଜାଣିଛନ୍ତି ଆମେ ନଡିଆ କୋରା ବି ବନେଇ ପାରିବା? ଯେମିତି ଆପଣ ତାରା ତାରିଣୀଠି ପାଆନ୍ତି, ଯୋଉମାନେ ନା ଶୁଣିଥିବେ ମୁଁ କହି ରଖିବି, ସେଇଠି ନଡିଆ କୋରା ବହୁତ ବଢିଆ ଲାଗେ, ବହୁତ ଟେଷ୍ଟ ଲାଗେ। ସେଇପରିକା ନଡିଆ କୋରା ଆଜି ଆମେ ବନେଇବା ଘରେ, ପୁରା ଟିପ୍ସ ଆଉ ଟ୍ରିକ୍ସ ସହିତ। ଆପଣଙ୍କୁ ବି ଏତେ ଟେଷ୍ଟ, ଏତେ ୟମି। ଆପଣ ରାକ୍ଷୀ ପୂର୍ଣ୍ଣିମା ହଉ କିମ୍ବା ଦୀପାବଳି ହଉ କିମ୍ବା ଯେକୌଣସି ପର୍ବପର୍ବାଣୀ ହଉ, ଆପଣଙ୍କ ଭଗବାନଙ୍କ ପାଖରେ ଭୋଗ ଲଗେଇବା ପାଇଁ ଚାହୁଁଛନ୍ତି କିମ୍ବା କାହାକୁ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି, ତ ଇଏ ପରଫେକ୍ଟ ନଡିଆ କୋରା। ତ ଚାଲନ୍ତୁ ଫ୍ରେଣ୍ଡ ଆରମ୍ଭ କରିବା। ଏଇଠୁ ମୁଁ ନେଇଯାଇଛି ନଡିଆ। ନଡିଆର ଉପର ପରସ୍ତ ମାନେ ବ୍ରାଉନ ପାର୍ଟଟା ମୁଁ ବହୁତ ବଡ ଭାବରେ ହଟେଇ ଦେଇଛି। ତାକୁ ମୁଁ କାଟି ନେଇକି ବହୁତ ବଡ ଭାବରେ ଧୋଇ ଦେଇଥିଲି। ଏବେ ଚାଲନ୍ତୁ ଯିବା ୟାକୁ ଗ୍ରାଇଣ୍ଡ କରିବା ପାଇଁ। ଆପଣ ଚାହିଁଲେ ଛୁରୀ କିମ୍ବା ପିଲରରେ ତାକୁ ହଟେଇ ଦେବେ। ଯେହେତୁ ଆପଣ ଜାଣିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ ଆସୁଛନ୍ତି, ଟିପ୍ସ ଆଉ ଟ୍ରିକ୍ ଭରପୁର ମାତ୍ରାରେ ରହିବ। ତେଣୁକରି ବିନା ସ୍କିପ୍ ନ କରି ଦେଖି ରହିଲେ ପ୍ରତ୍ୟେକ ଟିପ୍ସ ଆଉ ଟ୍ରିକ୍ ଆପଣ ଏନ୍ଜୟ କରିପାରିବେ। ତ ଦେଖନ୍ତୁ ଫ୍ରେଣ୍ଡ, ନଡିଆ ଟିକେ ମୁଁ ଏଇଠି ଦେଇଛି, ତାକୁ ବହୁତ ବଡ ଭାବରେ ଗ୍ରାଇଣ୍ଡ କରିଦବା। ପାଣି ଆଦୌ ଦେବେ ନାହିଁ, ଧ୍ୟାନ ରଖନ୍ତୁ ଫ୍ରେଣ୍ଡ, ପାଣି ଆଦୌ ଦେବେ ନାହିଁ। ଏହିପରି ଭାବରେ ଆପଣଙ୍କୁ ଶୁଖିଲା ଗ୍ରାଇଣ୍ଡ କରିଦେବାର ଅଛି। ଆପଣ ଦେଖିପାରିବେ କେତେ ଫାଇନ ହେଇକି ଅଛି। ଆଚ୍ଛା, ଆପଣ ଫ୍ରେଣ୍ଡ ଯଦି ଚାହୁଁଛନ୍ତି ବ୍ରାଉନ ପାର୍ଟଟା ନ ହଟେଇବା ପାଇଁ, ତାହେଲେ ବି ଆପଣ କରିପାରିବେ। ଯଦି ଆପଣ ବ୍ରାଉନ ପାର୍ଟଟା ନ ହଟେଇଲେ ତ ଟିକେ ବ୍ରାଉନ କଲର ଆସି ଯାଇଥାଏ। ସେମିତିରେ ବି ଟେଷ୍ଟ ଲାଗେ, ଏମିତିରେ ବି ଟେଷ୍ଟ ଲାଗେ। ଏମିତିରେ ଟିକେ ଧଳା ଦେଖାଯାଏ, ଆଖିକୁ ସୁନ୍ଦର ଲାଗେ। ଆପଣଙ୍କୁ ଯେକୌଣସି ପସନ୍ଦ ଆପଣ ସେଇପରି ଭାବରେ ଏଇଠି କରିପାରିବେ। ଏଇଠୁ ଦେଖନ୍ତୁ ଫ୍ରେଣ୍ଡ, ମୁଁ ଗୋଟେ ତାୱାରେ ନେଇଯାଇଛି, ସେଇଠି ମୁଁ ଦେଇଦେଇଛି ଘିଅ। ଆପଣଙ୍କ ପାଖରେ ଯେକୌଣସି ଘିଅ ଆଭେଲେବୁଲ ଅଛି, ବେଶୀ ନାହିଁ, ଗୋଟେ ଚାମଚ ଦେଇଦେବେ। ଆଉ ମୁଁ ଆପଣଙ୍କୁ ଏଇଠି କହି ରଖିବା ପାଇଁ ଚାହୁଁଛି, ଇଏ ହଉଛି ଗୋଟିଏ ନଡିଆ। ଆପଣ ଦେଖିପାରୁଥିବେ ମୁଁ ଯୋଉ ଜାଗାରେ ଏଇଠି ନଡିଆଟି ଥୋଇଲି, ଯୋଉ ବାଉଲରେ ନେଇଥିଲି, ସେଇ ବାଉଲରେ ମୁଁ ଫୁଲ ବାଉଲିଏ ହବ ନଡିଆ କୋରା ଏଇଠି ଦେଇଛି। ଇଏ ଦେଖନ୍ତୁ ଫ୍ରେଣ୍ଡ, ୟାକୁ ବହୁତ ବଢିଆ ଭାବରେ ଆମେ ଏଇପରି ଭାବରେ 5 ମିନିଟ ପର୍ଯ୍ୟନ୍ତ ମିନିମମ୍ ବହୁତ ବଢିଆ ଭାବରେ 2 ରୁ 3 ମିନିଟ ଲୋ ଫ୍ଲେମରେ ପୁରା ରଖିକି ଭାଜିଦବା। ଏମିତି ଭାଜିବା ଯେମିତି କି ୟାର କଲର ଚେଞ୍ଜ ନ ହବ, ମାନେ ବ୍ରାଉନ କଲର ହବନି କିମ୍ବା ବ୍ଲାକ କଲର ହବନି, ଏମିତି ହ୍ୱାଇଟ କଲର ହେଇକି ରହିବ, କଲର ଚେଞ୍ଜ ହବନି। ଆଉ ଆମର ନଡିଆଟି ବହୁତ ବଢିଆ ଭାବରେ ଶୁଖି ଯାଇଛି, ମାନେ ତାର ଓଦା ଅଂଶଟି ମରିଯାଇଛି। ଆପଣ ୟାକୁ ଚାହିଁଲେ ଷ୍ଟୋର କରିକି ରଖିପାରିବେ 2 ରୁ 3 ମାସ। ଏମିତି ଶୁଖା ବାଲା ନଡିଆ ଆପଣ ଫ୍ରିଜରେ ତାକୁ ଷ୍ଟୋର କରିକି ରଖିପାରିବେ, କିଛି ବି ଖରାପ ହବାର ଚାନ୍ସେସ୍ ନାହିଁ। ଯେକୌଣସି ଡବା କିମ୍ବା ଟିଫିନରେ ପୁରେଇକି ଆପଣ ରଖିପାରିବେ କିମ୍ବା ପଲିଥିନରେ ପୁରେଇକି ମଧ୍ୟ ଆପଣ ରଖିପାରିବେ। କିନ୍ତୁ ଏଇଠି ମୁଁ ଟିକେ ରଖିଦେଇଛି ସାଇଡରେ, ଯୋଉଟା କି ଆମକୁ ଆଗକୁ କାମ ଦବ। ତେଣୁକରି ଏଇଠି ଗୋଟିଏ ବଡ ଚାମଚ ହବ ମୁଁ ସାଇଡରେ ନଡିଆ ଗୁଣ୍ଡ ଟିକେ ରଖିଦେଇଛି। ଯୋଉ ବାଉଲରେ ନେଇଥିଲି ମୁଁ ନଡିଆ, ସେଇ ବାଉଲରେ ମୁଁ ଦେଇଦେଇଛି କ୍ଷୀର। ଯଦି ଆପଣ ନଡିଆ ଗୋଟିଏ ତାଟିଆ କିମ୍ବା ଚକିଆରେ ଯଦି ଫୁଲ ନଉଛନ୍ତି, ତ ତାର ଅଧା ଆପଣ ଦେବେ କ୍ଷୀର। ଯଦି ଗୋଟେ କପ୍ ନଉଛନ୍ତି ନଡିଆ କୋରା, ତ ତାର ଅଧା ଦେବେ ଆପଣ କ୍ଷୀର। ସବୁବେଳେ ମନେ ରଖିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ନେଇଯାଇଛି ଚିନି। ଚିନି ସ୍ୱାଦ ଅନୁସାରେ ଦେବେ। ଏଇଠି ମୁଁ ନେଇଯାଇଛି ମିଲ୍କ ପାଉଡର, ଯୋଉଟା ବିଲକୁଲ ଅପସନାଲ ଫ୍ରେଣ୍ଡ। ଯଦି ଆପଣ ଚାହୁଁଛନ୍ତି ଟେଷ୍ଟ ବଢିବା ପାଇଁ, ତ ଏଇଠି ଆପଣ ଦେଇପାରିବେ ମିଲ୍କ ପାଉଡର। ଯଦି ଚାହୁଁନାହାନ୍ତି ତ ମିଲ୍କ ପାଉଡର ସ୍କିପ୍ ବି କରିପାରିବେ। ସେଟା ସେମିତିରେ ବି ମଧ୍ୟ ବହୁତ ଟେଷ୍ଟ ଲାଗିଥାଏ, ଖାଇବାରେ ସୁଆଦିଆ ଆସିଥାଏ। ମିଲ୍କ ପାଉଡରଟା ଦବା ଦ୍ୱାରା ହେଇଥାଏ ଏଇଆ, ଟିକେ ତାର ଫ୍ଲେଭରଟା ବଢିଆ ଆସିଥାଏ, ଖାଇବାରେ ମଧ୍ୟ ଟେଷ୍ଟ ଲାଗିଥାଏ। ଆପଣଙ୍କ ପାଖରେ ଯଦି ଅଛି ତ ଗୋଟେ ଚାମଚ ଦେଇ ଦିଅନ୍ତୁ ଗୋଟେ ନଡିଆ ପାଇଁ। ଯଦି ପାଖରେ ନାହିଁ ତ ଆପଣ ସ୍କିପ୍ ମଧ୍ୟ କରିପାରିବେ। ଏହିପରି ଭାଜିଦବା ଆମେ 2 ରୁ 3 ମିନିଟ। ଆପଣଙ୍କ ନଡିଆ ଠିକ ଏହିପରି ଭାବରେ ହେଇଯିବ। ଆପଣଙ୍କ ସ୍କିନରେ ଯେମିତି ଦେଖାଯାଉଛି ଠିକ ଏହିପରି। ୟାକୁ ଟିକେ ଥଣ୍ଡା କରିବା ପାଇଁ ଆମେ ଛାଡିଦବା। ବେଶୀ ନାହିଁ, 2 ରୁ 3 ମିନିଟ ୟାକୁ ଛାଡିଦେଲେ ନର୍ମାଲ ଥଣ୍ଡା ହେଇଯିବ। ହାତରେ ନେଇଯିବା ଅଳ୍ପ ଘିଅ, ଜଷ୍ଟ ଟିକେ 1 ରୁ 2 ବୁନ୍ଦା ଘିଅ ଏହିପରି ଭାବରେ ହାତରୁ ନେଇକି ଟିକେ ବହୁତ ବଢିଆ ଭାବରେ ଘଷିଦେବେ। ମୁଁ ଏଠି ଡାଲଡା ଘିଅ ୟୁଜ କରୁଛି, ଆପଣ ଚାହିଁଲେ ଗୁଆ ଘିଅ ମଧ୍ୟ ୟୁଜ କରିପାରିବେ। ଗୁଆ ଘିଅର ଯେହେତୁ ନିଜର ଫ୍ଲେଭର ଥାଏ, ଗୋଟେ ବାସ୍ନା ଥାଏ, ତ ବହୁତ ଲୋକଙ୍କୁ ଖାଇବାକୁ ପସନ୍ଦ ହେଇନଥାଏ। ତ ଆପଣ ଏଇଠି ଡାଲଡା ଘିଅ ୟୁଜ କରିପାରିବେ, ଯାହାର ବାସ୍ନା ଆଦୌ ନଥାଏ। ଆପଣ ଚାହିଁଲେ ହାତରେ ରିଫାଇନ ବି ଲଗେଇ ପାରିବେ। ଇଏ ଦେଖନ୍ତୁ ପ୍ରାୟ ମୁଁ ଏଇଠି ୟାକୁ ଗୋଳା କରିଦଉଛି। ଆପଣଙ୍କୁ ଏଇଠି ଚାପିବାର ନାହିଁ, ହାଲକା ହାତରେ ଦେବାର ଅଛି। ଟୋଟାଲି ୟାକୁ ଚାପିବେନି, ହାଲକା ହାତରେ ଗୋଲ ଗୋଲ କରିଦେବେ। ବହୁତ ସହଜରେ ଏଇଟା ହେଇଯାଇଥାଏ। କେବଳ ଆପଣଙ୍କୁ 1 ରୁ 2 ସେକେଣ୍ଡ ଲାଗିଥାଏ। ଆଉ ଆମେ ଏଇଠି ଯୋଉ ସୁଖା ନଡିଆ ଭାଜିଲା ବେଳେ ରଖିଥିଲେ, ତାକୁ ଏଇଠି ଆମେ ଦେଇଦବା, ମାନେ କୋଟ କରିଦବା। କୋଟ କରିବା ଦ୍ୱାରା ହେଇଥାଏ କଣ, এটা ବହୁତ ବଢିଆ ଭାବରେ ପରଫେକ୍ଟ ହେଇଯାଇଥାଏ କୋଟ କରିବା ଦ୍ୱାରା। ଇଏ ଦେଖନ୍ତୁ ସବୁତକ ନଡିଆ କୋରା ଏମିତି ମୁଁ କରିଦେଲି। ଆପଣ ଯଦି ଚାହୁଁଛନ୍ତି ଟିକେ ଷ୍ଟ୍ରଙ୍ଗ ହବା ପାଇଁ, ମାନେ ଟିକେ ଟାଣ କରିବା ପାଇଁ, ତ ଆପଣ ଫ୍ରିଜରେ ମିନିମମ୍ ଅଧଘଣ୍ଟାର ଅତି କମରେ 15 ମିନିଟ, ଅତି ବେଶୀରେ ଅଧଘଣ୍ଟା ରଖିକି ବାହାରେ ରଖିଦିଅନ୍ତୁ। ତାପରେ ଆପଣ ଏନ୍ଜୟ କରିପାରିବେ। ବାହାରେ 3 ରୁ 4 ଦିନ ରଖିକି ଖାଇପାରିବେ। ଯଦି ଅଧିକ ଦିନ ରଖିବା ପାଇଁ ଚାହୁଁଛନ୍ତି, 7 ରୁ 8 ଦିନ, ତ ଫ୍ରିଜରେ ରଖନ୍ତୁ, ଏନ୍ଜୟ କରନ୍ତୁ। ମୁଁ ଆଶା କରୁଛି ଆପଣଙ୍କୁ ନଡିଆ କୋରାଟା ଭଲ ଲାଗିଥିବ। ଲାଇକ୍